ଦେଖନ୍ତୁ, ଯେଉଁ ଦେଶରେ ଆଇନର ଭୟ ନଥାଏ ଲୋକମାନଙ୍କର, ସେ ଦେଶରେ ଏ ପ୍ରକାର ହୁଏ। ୟା ପୂର୍ବରେ କଂଗ୍ରେସ ସମୟରେ ଏ ଲୋକମାନଙ୍କର ଆଇନର ଭୟ ନଥିଲା, ଯାହା ଆଇନର ଭୟ ବର୍ତ୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏନ୍ଡିଏ ସରକାରରେ ଦେଖାଦେଇଛି। ଲୋକ ଡରୁଛନ୍ତି। ଆପଣ ଦେଖୁଥିବେ ଉତ୍ତରପ୍ରଦେଶରେ ଯେଉଁଭଳି ଭାବରେ ଯେଉଁମାନେ ବଦମାସି କରୁଛନ୍ତି, ସନ୍ତ୍ରାସବାଦୀ କାମ କରୁଛନ୍ତି, ଦେଶ ବିରୋଧୀ ତାଙ୍କୁ ଯେଉଁ ଦଣ୍ଡ ଦିଆଯାଉଛି ବୁଲଡୋଜର ମାଧ୍ୟମରେ, ଏ କ୍ଷେତ୍ରରେ ଯେଉଁମାନେ ଧର୍ଷଣକାରୀ ମର୍ଡରର, ସେମାନଙ୍କ ପାଇଁ ମଧ୍ୟ ଆଇନର ବ୍ୟବସ୍ଥା କଠୋର ହେବା ଦରକାର। ସରକାର ଯେଉଁ ଅନୁକମ୍ପା ରାଶି ଦେଉଛନ୍ତି, ସରକାର ଏଟା ଦେବା କଥା ନୁହଁ। ଏଟା ଦେବା କଥା ଯିଏ ଧର୍ଷଣ କରୁଛନ୍ତି ବା ଯେଉଁ ଧର୍ଷଣକାରୀ ବା ମର୍ଡରର, ସେମାନେ ତାଙ୍କର ଜାଗା ଜମି ଘର ବାଡ଼ି ବିକ୍ରି କରିଦେଇ, ନିଲାମ କରିଦେଇ ଏ ଅନୁକମ୍ପା ରାଶି ଯେଉଁମାନଙ୍କର ଝିଅକୁ ଦର୍ଶନ କରନ୍ତି ତାଙ୍କର ପରିବାରକୁ ଦେବେ, ଯାହାକୁ ମର୍ଡର କରନ୍ତି ତାଙ୍କ ପରିବାରକୁ ଦେବେ। ତାହେଲେ ଶିକ୍ଷା ପାଇବେ ଯେ ଏଭଳି କାମ କଲେ ଆମର ଘର ଦ୍ୱାର ଭାଙ୍ଗି ଧୂଳିସାତ କରିଦେବେ, ଆମର ଜାଗା ବିକ୍ରି ଦେଇକିରି ଯେଉଁମାନଙ୍କୁ ସହିତ ଅପକର୍ମ କଲେ ତାଙ୍କର ପରିବାରକୁ ଦେଇଦେବେ। ଏବଂ ଫାଷ୍ଟ ଟ୍ରାକ୍ କୋର୍ଟରେ ଆଙ୍କର ବିଚାର ହେବା ଦରକାର। 6 ମାସ ଭିତରେ ବିଚାର ସାରିଦେଇ ତାଙ୍କୁ ଫାଶୀ ଦେବା ଦରକାର। ସାର୍ ଦେଖିବା ଆପଣ ଯୋଉ ଫାଷ୍ଟ୍ରାକ୍ କଥା କହିଲେ, ପୋକ୍ସୋ ଆକ୍ଟ ଲାଗିଲେ ଫାଷ୍ଟ୍ରାକ୍ କୋର୍ଟରେ 6 ମାସ ଭିତରେ ବିଚାର ହୁଏ। କିନ୍ତୁ ଯୋଉମାନେ 18 ବର୍ଷରୁ ଏହି କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ପୋକ୍ସୋ ଆକ୍ଟ ଲାଗେ ନାହିଁ। ସେଇଟା ପ୍ରଥମ ପ୍ରଶ୍ନ। ଦ୍ୱିତୀୟ ଘଟଣା, ସାର୍ ଆଇନରେ କିଛି ପରିବର୍ତ୍ତନ ହେବା ଦରକାର ଅଛି କି? ଆଇନର ବହୁତ ପରିବର୍ତ୍ତନ ହେବା ଦରକାର। ବ୍ରିଟିଶ ସମୟର ଆଇନ ଏହି ସମୟରେ କାର୍ଯ୍ୟକାରୀ ହେବ ନାହିଁ, କାରଣ ବର୍ତ୍ତମାନ ଅସାମାଜିକ ବ୍ୟକ୍ତି ଭରିଗଲେନି ସମାଜରେ। ତାଙ୍କୁ କଠୋର ହସ୍ତରେ ଦମନ କରିବା ଦରକାର। ନହେଲେ ମାନେ କେହି ଏଇ ଯେଉଁ ଦୁଷ୍କୃତିକାରୀଙ୍କୁ, ଧର୍ଷଣକାରୀ ମର୍ଡରର ମାନଙ୍କୁ କଣ୍ଟ୍ରୋଲ କରିପାରିବେ ନାହିଁ। ତାଙ୍କର ଏକମାତ୍ର କାମ ହେଲା ଯେ ଏମାନଙ୍କୁ ଯେମିତି ଧରିଲେ ମାନେ ତାଙ୍କୁ ସାଙ୍ଗେ ସାଙ୍ଗେ ଏନକାଉଣ୍ଟର କରି ମାରି ଦିଅନ୍ତୁ, ନହେଲେ ଧରିଲେ ମାନେ ତାଙ୍କୁ ଏମିତି ଧାରା ଲଗେଇକି ଜେଲ ଭିତରେ ପୁରନ୍ତୁ ଯେ କମ୍ ସେ କମ୍ ବେଲ୍ ପାଇବନି ଅନ୍ତତଃ 5-10 ବର୍ଷ ଭିତରେ। ଏବଂ ତତ୍ସହିତ ଲୋକ ବର୍ତ୍ତମାନ ଯେଉଁ ଆଇନକୁ ହାତକୁ ନେଉଛନ୍ତି, ଯଦି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନ ହେବ, ଲୋକ ସବୁ ଜାଗାରେ ଆଇନକୁ ହାତକୁ ନେଇଗଲେ ୟାକୁ କଣ୍ଟ୍ରୋଲ କରି ହେବ ନାହିଁ। ଯେମିତି ଚାନ୍ଦବାଲିରେ ହେଲା, ଲୋକ ଘର ଦ୍ୱାର ଭାଙ୍ଗିଦେଲେ, ଏମିତି ଭବିଷ୍ୟତରେ ମଧ୍ୟ ଏଇଟା ଗୋଟେ ଆରମ୍ଭ ହେଲା, ସୂଚନା ହେଲା। ତେଣୁକରି ମୁଁ ଖାଲି ଏତିକି କହିବି ଯେ ଏଭଳି ଧର୍ଷଣକାରୀ ମର୍ଡରର ଯେଉଁମାନେ ତାଙ୍କର ଜାଗା ଜମି ଘର ଦ୍ୱାର ବିକ୍ରି କରି ଅନୁକମ୍ପା ରାଶି ସରକାର ମାନେ ଯେ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କର ପରିବାରକୁ ଦିଅନ୍ତୁ ବୋଲି ମୋର ଏଟା ଅନୁରୋଧ। ମୁଁ ଧନ୍ୟବାଦ ଦେଇକି ଆପଣମାନଙ୍କୁ ଯେ ଆପଣମାନେ ନୂଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ନୂତନ ଭାବରେ ଓଡ଼ିଶାରେ କରିଛନ୍ତି ଏବଂ ଆବଶ୍ୟକତା ଅଛି, କାରଣ କରିବା ଦରକାର। କାରଣ ସାମ୍ବାଦିକ ମାନେ ହେଉଛନ୍ତି ଚତୁର୍ଥ ପିଲାର ଏବଂ ଆପଣମାନେ ଚତୁର୍ଥ ସ୍ତମ୍ଭ। ସାମ୍ବାଦିକ ମାନଙ୍କ ଯୋଗୁଁ ଦେଶର ବିଦେଶରେ ଯେଉଁ ଯାହା ଖବର ହୁଏ ତା ଲୋକଲୋଚନକୁ ଆସିପାରେ ଏବଂ ଆସିବା ସାଙ୍ଗେ ସାଙ୍ଗେ ଯେଉଁଠି ବା କିଛି ଦୋଷ ଦୁର୍ବଳତା ଥାଏ ତାକୁ ସଂଶୋଧନ ହେଇଯାଏ। ତେଣୁକରି ଆପଣମାନଙ୍କ ଆସୋସିଏସନକୁ ମୁଁ ଧନ୍ୟବାଦ ଦେଉଛି ପ୍ରଭୁ ଜଗନ୍ନାଥ ପାଖରେ। এই ଆସୋସିଏସନ ଆଗାମୀ ଦିନରେ ଆହୁରି ବଢ଼ୁ, ଲୋକଙ୍କର ସେବା କରୁ ଏବଂ ଏହାର ଉତ୍ତରୋତ୍ତର ଉନ୍ନତି ହେଉ, এই ବିଷୟରେ ମୁଁ ଆପଣମାନଙ୍କୁ ଜଣାଇ ଦେଉଛି ଏବଂ ପ୍ରଭୁ ଜଗନ୍ନାଥ ନିଶ୍ଚିତ ଆପଣଙ୍କୁ ଆଶୀର୍ବାଦ କରିବେ। ଆସୋସିଏସନର ଉତ୍ତରୋତ୍ତର ଉନ୍ନତି ହେବ।